আজি মু শ্রাবণী লুহর রজনী ଯେଉଁ রজনী কেবে পাইনি আজি ମୁଁ ଅଟେ ସେହି ଶ୍ରାବଣୀ ଆଜି ମୁଁ ଅଟେ ସେହି ଶ୍ରାବଣୀ ଆଜି ମୁଁ ଶ୍ରାବଣୀ। ତାଙ୍କ ସ୍ୱରର ମଧୁରତାରେ ବାନ୍ଧି ହୋଇ ରହିଥିଲେ ସମସ୍ତ କଳାକାର। ଖାଲି ଦେଶର ନୁହେଁ ବିଦେଶର କଳାକାରମାନେ ମଧ୍ୟ ତାଙ୍କ ସ୍ୱର ଶୁଣିଲେ ଏକ ଉଜାଗରଣ ସୃଷ୍ଟି ହୁଏ ତାଙ୍କ ଭିତରେ ଏବଂ ସମସ୍ତେ କେଉଁଠି ନା କେଉଁଠି ଗୀତକୁ ଭଲ ପାଆନ୍ତି, ଭାରତୀୟ ଗୀତକୁ ଭଲ ପାଆନ୍ତି। ଆଉ ଯଦି କହିପାରିବା ତାଙ୍କୁ ହରେଇ ଆଜି ସାରା ସଙ୍ଗୀତ ଜଗତ, ସାରା ଫିଲ୍ମ ଜଗତ ମର୍ମାହତ ହେଇଛି। ଆମ ସହିତ ଅଛନ୍ତି ପ୍ରଶାନ୍ତ ପାଢ଼ୀ, ତାଙ୍କ ସହିତ ମଧ୍ୟ କଥା ହେବା। ସାର୍, ଆମେ ଗୋଟେ ବଡ଼ ଲସ୍ କହିପାରିବା, ଆଜି ବଡ଼ କ୍ଷତି। କେମିତି ଦେଖୁଛନ୍ତି ଏଡ଼େ ବଡ଼ କ୍ଷତି କିଏ କ'ଣ ଆଉ ଥରେ ପୂରଣ କରିପାରିବ କି? ଦେଖନ୍ତୁ, ଏ ଭାରତ ରତ୍ନ ନଥିଲେ, ଏ ଥିଲେ ବିଶ୍ୱର ରତ୍ନ ଆଜି ହରିଲେ ଆମେ ହରାଇ ପାରିଛେ ସମସ୍ତେ। ସେ ଜଣେ ସବୁ ଉପାଧିର ଉପରେ ଥିଲେ। ସେ ପଦ୍ମଭୂଷଣ, ପଦ୍ମବିଭୂଷଣ, ଭାରତ ରତ୍ନ, ଦାଦା ସାହେବ ଫାଲକେ ଆୱାର୍ଡ଼, ଫିଲ୍ମଫେୟାର ଆୱାର୍ଡ଼, ଏସବୁ ଆୱାର୍ଡ଼ ତାଙ୍କ ପାଖରେ କିଛି ନୁହଁ। ଏ ସବୁର ଉର୍ଦ୍ଧ୍ୱରେ ଲତାଜୀ ଥିଲେ। ଆଉ ଜଣେ ମାତ୍ର କଣ୍ଠଶିଳ୍ପୀ, ଏତେ ଭାଗ୍ୟବାନ କଣ୍ଠଶିଳ୍ପୀ। ସେ ତ ମୁଁ କହିବି, ଯେମିତି ମୋତେ ଲାଗିଲା ସରସ୍ୱତୀ ପୂଜା କାଲି ଥିଲା, ଆଜି ବିଦାୟ ନେଇଛନ୍ତି ସରସ୍ୱତୀ ଆମ ଧରାରୁ। ବୋଧେ ସରସ୍ୱତୀଙ୍କର ରୂପ ଭାବରେ ସେ ଆମେ ଏଇଠି ଥିଲେ ମର୍ତ୍ତ୍ୟରେ ସରସ୍ୱତୀଙ୍କର ଦ୍ୱିତୀୟ ରୂପ ଭାବରେ ସେ ଜନ୍ମ ନେଇଥିଲେ। ନହେଲେ ଏତେ ବଡ଼ ଭାଗ୍ୟ ସମସ୍ତଙ୍କୁ ମିଳିନଥାଏ। ଏମିତି କଳାର ପୂଜାରିଣୀ କେହି ଆଗକୁ ଯେ ଜନ୍ମ ହେବେ ଏ କଥା ମୁଁ ବିଶ୍ୱାସ କରିପାରୁନି। ଲତାଜୀ 7 ଦଶକରୁ ଅଧିକ ସମୟ ଇଣ୍ଡଷ୍ଟ୍ରି ପୁରା ରାଜ କରି ରହିଥିଲେ। ତା ପଛରେ ତାଙ୍କର ନମ୍ରତା ଥିଲା, ତାଙ୍କର ମାନେ ନିରାଡ଼ମ୍ବର ଜୀବନ ଶୈଳୀ ଥିଲା, ମିଠା କଥା ଥିଲା। ଯେଉଁ କଳାକାରର ଶିଖିବା କଥା ସବୁ ତାଙ୍କରି ଜୀବନଶୈଳୀ ଭିତରେ ଭର୍ତ୍ତି ରହିଥିଲା। ଦୀର୍ଘ 80 ବର୍ଷର ସଙ୍ଗୀତ ଯାତ୍ରା ତାଙ୍କର ରହିଛି। 92 ବର୍ଷ ତାଙ୍କର ଜୀବନ କାଳ ଭିତରେ 80 ବର୍ଷ ସଙ୍ଗୀତ ପାଇଁ ସେ ସମର୍ପଣ କରିଛନ୍ତି। ଆଉ ସେ 5 ବର୍ଷରୁ ସଙ୍ଗୀତ ଶିକ୍ଷା କରୁଥିଲେ। ମରାଠୀ ଫିଲ୍ମରେ ପ୍ରଥମ ଚଳଚ୍ଚିତ୍ରରେ ସେ 12 ବର୍ଷରେ ଗୀତ ଗାଇଥିଲେ। ତେଣୁ ଏମିତି ମାହୋଲ ସମସ୍ତଙ୍କୁ ମିଳିନଥାଏ। ସେ ଜଣେ ମାନେ କହିବାକୁ ଗଲେ ଗୋଟେ ରତ୍ନ ଥିଲେ। ଓଡ଼ିଶା ମାଟିର କାହିଁକି, ଭାରତ ମାଟିର କାହିଁକି, ବିଶ୍ୱ ମାଟିର କାହିଁକି। ଆମେ ଗର୍ବ କରୁଥିଲୁ ଭାରତର ବାହାରେ ଯୁଆଡ଼େ ଗଲେ ବି ଆମେ ଲତାଜୀଙ୍କ ମାଟିରୁ ତିଆରି ହେଇଛୁ। ଭାରତ ମାଟିରେ ସେ ଜନ୍ମ ନେଇଛନ୍ତି। ଏ ମାଟି ବି ତାଙ୍କ ପାଇଁ ଧନ୍ୟ ହୋଇଯାଇଥିଲା, ଭାରତ ମାଟି। କେବେ ସୁଯୋଗ ମିଳିଥିଲା ଲତାଙ୍କ ସହିତ ମିଶିବା ପାଇଁ ଆପଣଙ୍କୁ? ଆଉ କ'ଣ ଥିଲା ସେଇ ସ୍ମୃତି? ଲତାଜୀଙ୍କ ବିଷୟରେ କଥା କହିଲେ ସରିବ ନାହିଁ। ଲତାଜୀ 30,000ରୁ ଅଧିକ ଗୀତ 36ଟି ଭାଷାରେ ସେ ଗୀତ ଗାଇଛନ୍ତି, 36 ଲାଙ୍ଗୁଏଜ୍। ତା ଭିତରୁ ଓଡ଼ିଆରେ ବି ସେ ଗାଇଛନ୍ତି ଗୀତ। ଆମର ସୂର୍ଯ୍ୟମୁଖୀ ଚଳଚ୍ଚିତ୍ରରେ ଗାଇଛନ୍ତି, ଅରୁନ୍ଧତୀ ଚଳଚ୍ଚିତ୍ରରେ ଗୋଟେ ଗାଇଛନ୍ତି। ଅରୁନ୍ଧତୀ ଚଳଚ୍ଚିତ୍ରରେ ଯେଉଁ ଗୀତ ଗାଇଛନ୍ତି ଆଜି ବି ମୋ ମନରେ ଗୁଣୁଗୁଣୁ ହେଉଛି ସେ ଗୀତଟା, ଯେଉଁଟା ଆଜି ମୁଁ ଶ୍ରାବଣୀ ଲୁହର ରଜନୀ ଯେଉଁ ରଜନୀ କେବେ ପାଇନି ଆଜି ମୁଁ ଅଟେ ସେହି ଶ୍ରାବଣୀ ଆଜି ମୁଁ ଅଟେ ସେହି ଶ୍ରାବଣୀ ଆଜି ମୁଁ ଶ୍ରାବଣୀ। ଏ ଯେଉଁ ଗୀତ ସେ 50 ବର୍ଷ ତଳେ ଗାଇଥିଲେ, ଆଜି ଘରେ ଘରେ ଓଡ଼ିଆ ଘରେ ଗୋଟେ ସମ୍ପତ୍ତି ଭାବରେ ରହିଛି। ଯେତେବେଳେ ବି ଶୁଣିଲେ ମିଠା ଲାଗେ ଲତାଜୀଙ୍କର ଗୀତ। ଆଉ ଯାହା ପଚାରୁଥିଲେ, ମୁଁ ଲତାଜୀଙ୍କର ସଂସ୍ପର୍ଶରେ ଜୀବନ କାଳ ଭିତରେ ଥରଟେ ମୋର ସୁଯୋଗ ଭେଟିଥିଲି। କେମିତି, ଏ 10-12 ବର୍ଷ ତଳେ ମୋର ଓଡ଼ିଆ ଚଳଚ୍ଚିତ୍ରର ରେକର୍ଡ଼ିଂ ଲତାଜୀଙ୍କର ଗୋଟେ ଷ୍ଟୁଡ଼ିଓ ଅନ୍ଧେରିରେ ଅଛି। ଆମେ ସେଇଠି କରୁଥିଲୁ ଷ୍ଟୁଡ଼ିଓରେ ରେକର୍ଡ଼ିଂ। ଆଉ ସେ ଫଟୋ ତାଙ୍କର ଷ୍ଟୁଡ଼ିଓ ଆଗରେ ଦେଖେ, ସେଠି ଟିକେ ମୁଣ୍ଡିଆ ମାରିକି ଆମେ ଯାଉ। ମୁଁ ସେ ରେକର୍ଡ଼ିଷ୍ଟକୁ ପଚାରିଲି, ଆଉ ଜି ଲତାଜୀ କବି ଆତେ हैं इधर? ଆମେ ଭାବୁଥିଲୁ କି 2 ଦିନ ଭିତରେ କାଳେ ଆସିଲେ ଦେଖା ହେଇଯିବ, ଟିକେ ଦର୍ଶନ କରିକି ମିଳିଯିବ, ଏଇ ଆଶା ଥିଲା। ତେବେ ସେ କହିଲେ ଲତାଜୀ ବହୁତ କମ୍ ଆତେ हैं इधर। ମୁଁ କହିଲି ଦେଖା ହେଇପାରିବ କି? ସେ ବନ୍ଧୁ ବହୁତ କଷ୍ଟରେ ଆମ ପାଇଁ, ଆମ ଟିମ୍ ପାଇଁ ଗୋଟେ ଆରେଞ୍ଜ କରିଥିଲେ। ଆମେ ଗୋଟେ ଇଭିନିଂରେ ଦେଖା ହେଇଥିଲୁ। ଯେଉଁ ନମ୍ର କଥା ମୁଁ କହିଥିଲି ସେଇଥିପାଇଁ କହିଥିଲି। ସେ ଏତେ ଉଚ୍ଚରେ ଥାନ୍ତି, କିନ୍ତୁ ଆମ ଭଳିଆ ଲୋକମାନେ ବି ଯେତେବେଳେ ଯାଇଥିଲୁ 2 ପଦ କଥା ଯେଉଁ ମିଠାରେ କହିଥିଲେ, ସେ ଆଜି ପର୍ଯ୍ୟନ୍ତ ବି ହୃଦୟରେ ରହିଯାଇଛି। ତେଣୁ ସେ ନମ୍ରତା, ସେଇ ସରଳ କଥାବାର୍ତ୍ତା ଶିଖିବାର କଥା ତାଙ୍କ ପାଖରୁ। ଆଜି ଭାରତ ରତ୍ନ ଆମେ ହରାଇ ଦେଇଛେ। ତେବେ ତାଙ୍କର ଅଭୁଲା ଗୀତ ଗୁଡ଼ିକ ଆମର ଆଜୀବନ ଭାରତର ସମ୍ପତ୍ତି ଭାବରେ ରହିଯାଇଛି। ଘରେ ଘରେ ରହିଥିବ ମଧ୍ୟ ଆଗାମୀ କେତେ ପିଢ଼ି ପାଇଁ।
ଆଉ ଗୋଟେ 1962 କଥା ଯଦି ମୁଁ କହିବି, ଯେତେବେଳେ ଚାଇନା ଭାରତ ଲଢ଼େଇ କଥା, ଏ ତ ସମସ୍ତଙ୍କ ଶୁଣିଲେ ହୃଦୟ ଲୋମ ଟାଙ୍କୁରି ଉଠିଥାଏ। ଏ ମେରେ ବତନ କି ଲୋକ ଗୀତ ଯେତେବେଳେ ଲତାଜୀ ଗାଇଥିଲେ, ଭାରତର ଅବସ୍ଥା ସେତେବେଳେ ଭଲ ନଥିଲା ଚାଇନା ସହିତ ଆକ୍ରମଣ ବେଳେ। ନେହେରୁଙ୍କ ପାଖରେ ଯେତେବେଳେ ଗାଇଥିଲେ ଏଇ ଯେଉଁ ଗୀତଟି, ଏ ମେରେ ବତନ କି ଲୋକ, ନେହେରୁ ତ କାନ୍ଦିଥିଲେ, ସାରା ଭାରତୀୟଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା। ତେଣୁ ଏଇଭଳି ଏକ ମର୍ମସ୍ପର୍ଶୀ ଗୀତର ତିଆରି କରିଛନ୍ତି। ଆଉ ଏବେ ବେଶୀ ଖୁସି ଲାଗିଲା ଯେ ସେଇ ଗୀତକୁ ଆମ ଭାରତୀୟ ସେନାର ବ୍ୟାଣ୍ଡରେ ଇନକ୍ଲୁଡ଼ କରାଯାଇଛି। ଗତ 26 ତାରିଖରେ ସେ ଧୁନ୍ ଯେତେବେଳେ ବାଜିଥିଲା ଟିଭିରେ, ମୋର ଲୋମ ଟାଙ୍କୁରି ଉଠୁଥିଲା। ଆଉ ଦେଶଭକ୍ତି ସେ ଗୀତରେ ଭରପୁର ରହିଛି। ଏଇ ଯେଉଁ ଦେଶଭକ୍ତି ଆଗାମୀ ସବୁ ଯୁବପିଢ଼ିଙ୍କୁ ନିଶ୍ଚିତ ଭାବରେ ସେ ପ୍ରେରଣା ଦେବ। ଲତାଜୀଙ୍କର ଅନେକ ଗୀତ ରହିଛି, ତାଙ୍କ ବିଷୟରେ କହିଲେ ଏମିତି ରାତି ଚର୍ଚ୍ଚା ଦିନ ରାତି ସରିବନି। ତେଣୁ ଏତେ ବଡ଼ ମହାନ କଳାକାର, ତା ପାଇଁ ଭାରତର ଘରେ ଘରେ ସମସ୍ତେ ଦୁଃଖିତ ଆଜି। ଯଦି କେବେ ସୁଯୋଗ ମିଳିଥାନ୍ତା ତାଙ୍କ ସହିତ କାମ କରିବା ପାଇଁ, କେଉଁ ଗୀତ ଦେଇଥାନ୍ତେ ତାଙ୍କୁ ବା ତାଙ୍କ ସହିତ କାମ କରିବା ପାଇଁ କେଉଁ ପ୍ରକାର ଗୀତ ବନେଇଥାନ୍ତେ ଆପଣ? ଲତାଜୀଙ୍କୁ ଆମ ଓଡ଼ିଆ ସଙ୍ଗୀତରେ ନେବା ପାଇଁ କେଉଁ ସଙ୍ଗୀତ ନିର୍ଦ୍ଦେଶକର ଇଚ୍ଛା ରହିବନି, ମୋର ତ ବି ଇଚ୍ଛା ସେମିତି। ତେବେ ଆମେ ଯେତେବେଳେ ଗୀତ ଲାଇନ୍କୁ ଏଣ୍ଟ୍ରି କରିକି ଚଳଚ୍ଚିତ୍ର ସଙ୍ଗୀତର କଲାବେଳେ, ସେତେବେଳକୁ ସେ ଅଲରେଡ଼ି ମାନେ ଗୀତରୁ ଟିକେ ଦୂରେଇ ଯାଇଥାନ୍ତି। ତଥାପି ଇଚ୍ଛା ତାଙ୍କୁ ବୋଲିବା ପାଇଁ ହେଲେ ସେମିତି ଗୀତ ଦରକାର। କାହିଁକିନା ସେମିତି ଗୀତ ଯେଉଁଟାକି ବହୁତ ଗୀତ ମୋର ଅଛି, ସେ ଗାଇଥିଲେ ଚାରି ଚାନ୍ଦ ଲାଗିଯାଇ ପାରିଥାନ୍ତା। ତେବେ ସେ ଭାଗ୍ୟ, ସେଇଟା ଗୋଟେ ଭାଗ୍ୟ ଯୋଗର କଥା। ଲତାଜୀଙ୍କ କଣ୍ଠରେ ଗୀତ ବୋଲିବାର ଭାଗ୍ୟ ସମସ୍ତଙ୍କୁ ମିଳିନଥାଏ। କେତେ କେତେ ନିର୍ଦ୍ଦେଶକ ମଧ୍ୟ ବୋଲିବା ପାଇଁ ଚାହିଁଛନ୍ତି, ଗାଇପାରିନାହାନ୍ତି। କିନ୍ତୁ ଲତାଜୀ ଯେଉଁଠି ଗୀତ ଗାଇଥିବେ ସେଇଠି ଗୀତର ଆରମ୍ଭ ହୋଇଯାଇଥାଏ। ଯେଉଁଠି ସେ ଶବ୍ଦ ଆରମ୍ଭ କଲେ ସେଇଠି ଓମକାର ଆରମ୍ଭ ହୋଇଯାଇଥାଏ। ତେଣୁ ସେ ଗୀତର ଊର୍ଦ୍ଧ୍ୱରେ ଥିଲେ। ଆଉ ସେ ଭାଗ୍ୟ ମୋର ନଥିଲେ ବି ତାଙ୍କୁ ଦର୍ଶନ ଥରେ କରିଛି, ସେ ଦେଖା ହେଇଛି, କଥା ହେଇଛି ଜଣେ। ଏ ମୋର ବହୁତ ବଡ଼ ମାନେ ସମ୍ପତ୍ତି। ତାଙ୍କ ସହିତ ଯେଉଁ ଭାବର କଥାବାର୍ତ୍ତା ଅଳ୍ପ ସମୟ ପାଇଁ ହେଇଥିଲୁ, ସେ ବହୁତ ସମ୍ପର୍କ ବଢ଼େଇ ଦେଇଛି ମୋର। ବହୁତ ବହୁତ ଧନ୍ୟବାଦ। ଆପଣମାନେ ଶୁଣୁଥିଲେ ଯେ ତାଙ୍କ ସହିତ ଥରଟିଏ ଦେଖା, କିନ୍ତୁ ସେଇ ଦେଖା ଯେତିକି କଥାବାର୍ତ୍ତା ଯେତିକି ସମୟ ହେଇଥିଲେ ତାଠୁ ଅଧିକା ଭାବ ବିହଳ ହେଇଯାଇଥିଲା। ଆଉ ସେଇ ସମୟକୁ ବର୍ତ୍ତମାନ ବି ମନେ ପକାଉଛନ୍ତି। କିନ୍ତୁ ସବୁଠାରୁ ବଡ଼ କଥା 62 ମସିହାର ସେଇ କଥାକୁ, ସେଇ ଗୀତକୁ କେହି ଭୁଲି ପାରିବେନି। ସାରା ଭାରତବର୍ଷ, ସାରା ସେନାବାହିନୀ ଆଉ ସାରା ବିଦେଶରେ ମଧ୍ୟ ସେଇ ଗୀତକୁ ଏବେ ବି ମନେ ପକାଇଛନ୍ତି। ତ ସେ ଯେଉଁଠି ଅଛନ୍ତି ଭଲରେ ରୁହନ୍ତୁ, ଏତିକି ସମସ୍ତେ କାମନା କରୁଛନ୍ତି। ଭୁବନେଶ୍ୱରରୁ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଚାକେଶଙ୍କ ସହ ସରୋଜ ରଞ୍ଜନଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।